ଆଗ ଶୁଣ ତ ମନ ଧ୍ୟାନ ଦେଇପାରିବ ହଁ ଯେ କେଉଁ ରାଜା ଯଜ୍ଞ କରି କରି ମର୍ତ୍ତ୍ୟ ମଣ୍ଡଳରେ ଦାନବ କାହାର ଅଭିଶାପ କରି ସେ ରାକ୍ଷସ ହେଇଥିଲେ। ଯଜ୍ଞ ବି କଲେ ରାଜା ବି ହେଇଥିଲେ ଆଉ ସେ ରାକ୍ଷସ ବି। ରାକ୍ଷସ ବି ତାପରେ ସିନ୍ଦୁର କଥା ହଁ ଆଗ ଶୁଣ ଶୁଣ ସୁଯୋଧନ ଦେଇ କରି ମନ ଆହା ଦେଇ କରି ମନ ଗୀତା ରାମାୟଣ ରସ କଥା କର ହେ ପ୍ରବଣ ଶୁଣ ଶୁଣ ସୁଯୋଧନ ଦେଇ କରି ମନ ଆହା ଦେଇ କରି ମନ ରାମାୟଣ ରସ କଥା କର ହେ ପ୍ରବଣ ସେ ରାଜା କିଏ କିଏ ତାଙ୍କର ନାମ କାଣା ଓଇଟା ତ୍ରେତୟା ଯୁଗର କଥା ଆଉ କିଏ ରାଜ୍ୟରେ ସେ ଥିଲେ ଜାଣିଛ ଆଗ କୈଳାସ ପାଦ ବୋଲି ଏକ ରାଜ ଦେଖ ଜାଣ ରାଜ ଦେଖ ଜାଣ ରାଜରେ ରାଜା ହୋଇଥିଲେ ସାଧୁ ଜନ କମଳାସ ପାଦ ସେଇ କମଳାସ ପାଦରେ ଜଣେ ସୁନ୍ଦର ରାଜାଟେ ଥିଲେ ଥିଲେ ତାଙ୍କର ନାମ କାଣା ଜାଣିଛ ଜାଣିଛ? ଆଗ ସୌଦାସ ବୋଲି ଦେଖ ଯେ ତାଙ୍କରି ଯେ ନାମ ତାଙ୍କରି ଯେ ନାମ ଆଗ ଯଜ୍ଞ ଏକ କରିଥିଲେ ଶୁଣ ଦେଇ ମନ ଫଳରେ ସେମାନେ ରକ୍ଷା କରିକି 10 ଗୋଟି ଭାରତ ମୁଦ୍ରା ପ୍ରଦାନ କରିଛନ୍ତି ବୋଲ ଆନନ୍ଦ କବାର ହରି ହରି ବୋଲ ତାଙ୍କ ରାଜ୍ୟର ନାମ ହଉଛି କମଳାସ ପାଦ କମଳାସ ପାଦର ରାଜା ହଉଛି ସୌଦାସୁ ତ ତାଙ୍କ ରାଜ୍ୟର ମଙ୍ଗଳ ପାଇଁ ଗୋଟେ ଯଜ୍ଞ ଆରମ୍ଭ କଲେ ସେ ଯଜ୍ଞରେ ଆହୁତି ଦେବା ପାଇଁ କିନ୍ ଋଷିଙ୍କୁ ଡାକିଥିଲେ ଆଗ ମହାଜ୍ଞାନୀ ଋଷି ଅଟେ ବଶିଷ୍ଠ ଦେ ବଶିଷ୍ଠ ଦେ ଯଜ୍ଞରେ ଆହୁତି ଦେଲେ ସାଧୁ ଜନ ऋषि ବଶିଷ୍ଠକୁ ନିମନ୍ତ୍ରଣ କଲେ ରାଜା ସୌଦାସ ଏବଂ ମହାଯଜ୍ଞ ଆରମ୍ଭ କଲେ ତାଙ୍କ ରାଜ୍ୟର ମଙ୍ଗଳ ପାଇଁ ଯେତେବେଳେ ଯଜ୍ଞଟା ସରି ଯାଇଛି ଆଗ ସେହି ସମୟରେ ଦେଖ ରାଜା ଦେଖ ଜାଣ ରାଜା ଦେଖ ଜାଣ ଅର୍ଣ୍ଣର ବ୍ୟବସ୍ଥା କରିଥିଲେ ସାଧୁ ଜନ
ସମାପ୍ତ ହେଇଯାଇଛି। ସମାପ୍ତ ହେଲା। ସେଇ ସମୟରେ ବଶିଷ୍ଠ ଋଷିଙ୍କୁ ଭୋଜନ ଦେବା ପାଇଁ ରାଜା ମାଂସ ଭୋଜି କରିକି ତାଙ୍କୁ ଦେଇଥିଲେ। ତ ଯେତେବେଳେ ଅଜାଣତରେ ମାଂସ ଭୋଜି ଦେଇ ଦେଇଛନ୍ କ୍ରୋଧରେ ଜର ଜର ହେଇଗଲେ ବଶିଷ୍ଠ ଋଷି। ଆଗ ବଶିଷ୍ଠ ଋଷି ଯେ ଦେଖ କ୍ରୋଧ ବର ହେଲେ କ୍ରୋଧ ବର ହେଲେ ଆଗ ସୁଦାସ ରାଜାକୁ ଦେଖ ଅଭିଶାପ ଦେଲେ। ଯେତେବେଳେ ମାଂସ ଭୋଜନ କରିଦେଇଛନ୍ ଗୁରୁ ବଶିଷ୍ଠ କ୍ରୋଧରେ ଜର ଜର ହେଇଛି। ମୁଇଁ ଗୋଟେ ଶାକାହାରୀ ଲୋକ, ମତେ ତୁମେ ଯଜ୍ଞ ସମାପତ ହେଲା ସମୟରେ ମାଂସ ଭୋଜନ ଦେଇଛ, ଯ ତୁମେ ରାକ୍ଷସ ପ୍ରକୃତି କାମ କଲ, ମୁଇଁ ତମକୁ ଅଭିଶାପ ଦଉଛେ ରାଜା, ଆଜିଠାରୁ ତୁମେ ରାକ୍ଷସ ହେଇଥିଲ। ବଶିଷ୍ଠ ରାଜା ସୁଦାସୁକୁ ଅଭିଶାପ ଦେଇଥିଲେ। ତ ସେହି କାରଣରୁ ସୁଦାସୁ ରାଜା ମର୍ତ୍ତ୍ୟମଣ୍ଡଳରେ ଯଜ୍ଞ କରି ରାକ୍ଷସ ହେଇଥିଲେ। ରାମାୟଣର କାଣ୍ଡ ରହିଛି, 7 କାଣ୍ଡକୁ 7ଟା ରାଣ୍ଡ କୁହାଯାଏ। ଆଚ୍ଛା, ଏଇଟା ତ ରାମାୟଣର କଥା। ବଶିଷ୍ଠ ଋଷି ଅଭିଶାପ ଦେଲେ ସୌଦାସ ରାଜାକୁ ଯେ ଖରାପ କାମ କଲ ବୋଲି ତୁମେ ରାକ୍ଷସ କୁଳରେ ଜନ୍ମ ହେବ, ସାଙ୍ଗେ ସାଙ୍ଗେ ରାକ୍ଷସ ହେଇଗଲେ। ତ କେନ୍ କାଣ୍ଡରେ ଲେଖା ଅଛି ଜାଣିଛ? ଆଗ ରାମାୟଣ ରଥ କଥା କର ହେ ଶ୍ରବଣ, ଆହେ କର ହେ ଶ୍ରବଣ। ବାଲକାଣ୍ଡ ରାମାୟଣେ ରହିଛି ପ୍ରମାଣ। ବାବୁ ଗো, ମାଇ ଗো, ତ ଏଇଟା ସର୍ବପ୍ରଥମେ ବାଲକାଣ୍ଡ ହିଁ ଆରମ୍ଭ ହେଇଛି। ସିନ୍ଦୁର କହୁଛ ଦୋକନା କାନୁ କଳା ବଦନ। ଯେତେବେଳେ ପାଣି ପବନ କୀଟ ପତଙ୍ଗ ଯିବ ପରମ କେହି ନଥିଲେ, କେହି ନଥିଲେ। ସେହି ସମୟରେ ସର୍ପ ପ୍ରଥମେ ଇ ଧରା ପୃଷ୍ଠରେ ଋଷି ବୋଲେ ଅନେକ ପ୍ରକାର ଋଷି ଅଛନ୍ତି। କାଲିମାଟିର କିରଣ ସିଂ ସୋନି ତୋରି ସେ ବନ୍ଧୁ ଶହେ କୋଟି ଭାରତ ମୁଦ୍ରା ପ୍ରଦାନ କରିଛନ୍ତି। ମା ମହାଲକ୍ଷ୍ମୀ ଗୋଟିଏ ସମ୍ପତ୍ତି ପ୍ରଦାନ କରନ୍ତୁ, ମୋର ଆନନ୍ଦ କବାର। ହରି ହରି ବୋଲ। ଯେତେବେଳେ ପାଣି ପବନ କୀଟ ପତଙ୍ଗ ଯିବ ପରମ ପୃଥିବୀରେ କେହି ନଥିଲେ, ସେହି ସମୟରେ ସର୍ବପ୍ରଥମେ ଆଦିମାତା ଜନ୍ମ ହେଲେ। ଆଦିମାତା ଜନ୍ମ ହେଇକରି ଆଦିମାତା ରଜବତୀ ହେଲେ। ତାଙ୍କ ରଜଟା ବସୁଧାରେ ପଡିକରି ତୁଟି ଯାଇଛି। ଆଦିମାତାଙ୍କ ସିନ୍ଦୁର ହିଁ ଲାଲ ବର୍ଣ୍ଣ ହେଇକରି ସିନ୍ଦୁରରେ ଜନ୍ମ ହେଇଥିଲା। ସେଥିପାଇଁ ଲାଲ ବର୍ଣ୍ଣ ହେଇଥିଲା ସିନ୍ଦୁର।
ଆଗ ହାତୀର ଜରୁତ ଜାତ ଗো ବାବୁ ସିନ୍ଦୁର ବୋଲି ଶୁଣ ଶ୍ରାବଣ ଦେଲେ ଗো ମୋର ବାସୁଟା ଶ୍ରାବଣ ଦେଲେ ଗো ମୋର ବାସୁଟା ସବୁ অলঙ্কার তুলে জানা গো মোর মন বদন তুমি ফেরি তো তোমার জানা গো মোর মন মোহন এ সীতা তোনে আমকে লাগুছে মনো জলদি চলুছে বুক বাস কুপা কুপা ସିନ୍ଦୁର ସିନା ଆଦିମାତା ରଜରୁ ତୁମେ ଇଆଡେ ଆସ ମା ଭଉଣୀ ସମସ୍ତେ ଧ୍ୟାନ ଦିଅ ହଁ ହଁ ଇହାରେ ସର୍ବାନ ଏ ମା ମାନେ মা মানে एक मिनिट खाली गोटे কথা শুনি মাত্র 5 মিনিট চুপ পড়ো গো মা মানে নেই ভাগো एक मिनिट নারী में শিক্ষা बुझे কথা ওলে সিন্দুর কেনটা করে লগাবো আর তারপরে তুমি পলে দিব আমি भी আমার গাঁতে পলে দিন তুমি তানকে পড়া যে সিন্দুর কেতে জায়গারে লগাবার কথা কেন কেন জায়গারে এটা কহ সিন্দুরকে লগাবার আগରୁ ମୁଁ ତମକୁ 6ଟା ନିୟମ କହିଦେବି 6টা নিয়ম ସିନ୍ଦୁରକେ ଆମେ ସର୍ବପ୍ରଥମେ ପୂର୍ବ ଦିଗକେ ଚାହିଁକେ ସିନ୍ଦୁର ଧାରଣ লগাবারটা 2 ନମ୍ବରରେ ଯେତେବେଳେ ଗାଧି ପାଧେଇକରି ଆସମା କି ବାଲଟା ଓଦା ଥିଲା ସମୟରେ ସିନ୍ଦୁରକେ ଧାରଣ লগাবারটা নাই সে 3 ନମ୍ବରରେ ସିନ୍ଦୁର କାହାଠାରୁ ଉଧାରି ଆଣବାଟା ନାହିଁ উধারি আনবাটা নাই সে ନାଇଁ ନାଇଁ ଯଦି 4 ନମ୍ବରରେ ଆମେ ଯଦି ଆଇନା ବ୍ୟବହାର କରିକି ସିନ୍ଦୁର ଧାରଣ କରୁଛୁ କି ଆଇନା ଦେଖିଲା ସମୟରେ କୌଣସି ପୁରୁଷ ପିଲା ପଜାଡି ଥିଲା ସମୟରେ ସିନ୍ଦୁର ଧାରଣ ନେଇ କରାଯାଏ ফটো ফটো দিতেছে বলে এটা ବି ନେଇ କରେ 5 ନମ୍ବରରେ ଆଜିକାଲି ଫ୍ୟାସନ ଜମାନା ମା ଭଉଣୀ ଇନେ ଟିକେ ସିନ୍ଦୁର ଧାରଣ କରୁଛନ୍ ଆଉ ମୁଁ ଯେନ୍ତା ଆଜି ভি কটিং করে দিতেন ମୋର ଏନ୍ତା ଧାରଣ ନେଇ କରିବେ ନିଜର ସ୍ୱାମୀ ପାଇଁ ଗୋଟେ ସ୍ତ୍ରୀ ନିଜର ମାଆଙ୍କୁ ଯେତେ ଲମ୍ବା ପର୍ଯ୍ୟନ୍ତ ସିନ୍ଦୁର ଧାରଣ କରୁଛନ୍ ନା ସେଠି ସ୍ୱାମୀର ମଙ୍ଗଳ ହବ ମଙ୍ଗଳ ହବ আমার বাবু তো দোকানে এটা বাবা এটা আসি তোমার না কেনটা বলছো যে আসি তোমার হালানা হ্যাঁ 3 দিনে যদি ফুকি দেবে বলে এটা ତ ଆର ଗୋଟେ କଥା ଧ୍ୟାନ ଦେବେ ଆଜିକାଲି ସିନେମା ମାନେ ମାଟି ଚୁଟି ଲଗେଇ ଖାଲି ମା ମାନେ ବାରୁଣ ଚୁଟିରେ ଲଗେଇ ଶାସ୍ତ୍ରରେ କବି ପ୍ରମାଣ ଦେବେ ଆମର 5ଟା ଆଙ୍ଗୁଠି ହଉଛି ପଞ୍ଚ ପାଣ୍ଡବ ଭିତରେ ଶ୍ରେଷ୍ଠ ହେଲେ ନକୁଳ ಈ କନିଷ୍ଠ ଆଙ୍ଗୁରେ ସିନ୍ଦୁର ଧାରଣ କରାଯାଏ ସିନ୍ଦୁର ଧାରଣ ଯେତେବେଳେ କର୍ମ ଆଉ ଗୋଟେ କଥା ମନେ ରଖିବ ସିନ୍ଦୁରକୁ ଯେତେବେଳେ ଆମେ ଆଣିଛ ଆଉ ये हाथ छेरा যদি ইধে পড়বে छेरा के सहित ভাষাରେ খায়া করছে খায়া কিଏ ଜାଣିଛ ସୂର୍ଯ୍ୟଙ୍କର ପତ୍ନୀ ଖାୟାର ପୁତ୍ର କିଏ ଜାଣିଛ ଶନିଦେବ ಈ ଖାୟା ଯଦି ଆମର ଦେହରେ ପଡବା ହାତର ଛାୟା ଆମକୁ ଶନିର ଦୃଷ୍ଟି ଲାଗିବ ତେଣୁକରି ସିନ୍ଦୁରକେ ଏନ୍ତା ଧାରଣ କରିବ ସିନ୍ଦୁରକେ ଆଗାରୁ ଧାରଣ କରିବା ଯେତେବେଳେ ମୁହଁରେ ଆମର ଛାୟା ନେଇ ପଡବା ବୁଝିପାରିଲେ ସିନ୍ଦୁରକେ 5ଟା ଜାଗାତି ମା ଭଉଣୀ ଦିନ ଲାଗିବ किन किन जगह सर्वप्रथम निज स्वामी ପାଇଁ ମାଙ୍ଗରେ ଯେନ୍ଟା ଧାରଣ କରଛନ୍ ସେଟା ପସନ୍ଦ କରି 2 ନମ୍ବରରେ ମଥାରେ ଯେନ୍ଟା ଦେଖଛନ୍ ସେଟା ପସନ୍ଦ କରି 3 ନମ୍ବରରେ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରି ସାରିଲା ପରେ ଗଲାରେ ଲଗାଏ ପରେ ସରି ସେ ଭଉଣୀ ସମ୍ମାନ ସହିତ 20 ଟଙ୍କା ପ୍ରଦାନ କରିଛନ୍ତି ତରେ ସରି
4 ନମ୍ବରରେ ଯେତେବେଳେ ଆମକୁ ଚତୁର୍ଥ ବୟସ ହେଇଯିବ ତେବେ କର୍ଣ୍ଣମର୍ଦ୍ଦନୀ 4 ନମ୍ବରରେ ସିନ୍ଦୁର ଚନ୍ଦନ କର୍ଣ୍ଣରେ ମଧ୍ୟ ଲଗାଯାଏ ସେଟା କହୁଛନ୍ତି ଦୀକ୍ଷା 5 ନମ୍ବରରେ ନିଜ ସ୍ୱାମୀର ମଙ୍ଗଳ ପାଇଁ ସଂସାର ଭିତରେ ଭଗବାନଙ୍କୁ କାମନା କରେ ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ସଂଖ୍ୟା ସୁନ୍ଦର ତମର ସଂଖ୍ୟା ମୋର ସ୍ୱାମୀ ଦିନାଡେ ଗଲେ ବି ମଙ୍ଗଳମୟ ହଉ ବୋଲିକର ସଂଖ୍ୟାରେ ଦିଆଯାଏ ସେଟା କହୁଛନ୍ତି ସଂଖ୍ୟା ଏହି ପ୍ରକାର ସିନ୍ଦୁର 5ଟା ନିୟମ ତମକୁ ଦେଖିପାରିବ ମାଇ ଗো ଇଟା ସିନା ସିନ୍ଦୁର ଲଗାବାର ନିୟମ କହିଲ କିନ୍ତୁ ମା ମାନେ ମାତା ମାନେ ଯଦି ଗାଧି ଗଲେ ସିନ୍ଦୁର କେ କାଣା କରି ଦଉଛନ୍ ଶ୍ୟାମ୍ପୁ କର ଦେଇକି ଧୋଇ ଦଉଛନ୍ତି ତ ପ୍ରକୃତି କେନ୍ତା କରି ଧୋଇବାଟା କେନ୍ତା ଗାଧବାଟା ନିୟମ କିଛି କହି ସିନ୍ଦୁର ଯଦି ମଥାରେ ଧୋଇଦେବେ କିନ୍ତୁ ସେମାନେ ବିଧବା ସାଙ୍ଗେ ସମାନ ବିଧବା ହେଇଯିବେ ସିନ୍ଦୁରକେ କେନ୍ତା କରି ଆମେ ପିଛେ ମୁର ମମତା ସରି ପରିବାରରୁ ପୁଣି ଥରେ କୁଳଦେବୀଙ୍କ ପ୍ରଦାନ କଲେ ଶ୍ରୀ ରାଧାକୃଷ୍ଣ ଚରଣ ଅରବିନ୍ଦରେ ତାଙ୍କର ମନ ରହିଥାଉ ଏକବାର ହରି ବୋଲ ଟିକିଡ଼ିଗୁଡ଼ାର ମଞ୍ଜିସ୍ ନାଗେ ସେ ମା 50 ଟଙ୍କା କରନ୍ତି ସର୍ବାରିଷ୍ଟ ଶାନ୍ତି ହରି ବୋଲ ଧୀରେ ନଉଛେ लाल तो ଯେତେବେଳେ ମା ଭଉଣୀ ଆମେ ଗାଧି ଯିମା ବନ ସହରକେ ବୋଲେ ଶାଗୁନରେ ଟେମ୍ପୋରେ ସିନ୍ଦୁରକେ ଲିଭେଇ ଦଉଛେ ସେଟା ଆମେ ବିଧବା ହେଇଯାଉଛେ ଗାଧି ଯିବା ଆଗରୁ ଏଇଟା ଯେନ୍ତା ପଞ୍ଚ ପାଣ୍ଡବ ଭିତରେ କନିଷ୍ଠ ଆଙ୍ଗୁଳ ହଉଛି ଏଇଟା ଦେବରୀ ହାତର କନିଷ୍ଠ ଆଙ୍ଗୁଳ ହଉଛି ଏଇଟା ଇ କନିଷ୍ଠ ଆଙ୍ଗୁଳରେ ଆମେ ଯଦି ଟିକେ ଲିଭେଇ ଦେମା ଦେବରୀ ଗୋଡର ଲେଡିରେ ପୋଛି ଦେମା ଆଉ ଆମେ ସ୍ନାନ କରି ଯିମା ଗାଧି ଯିମା ବେଲେ ସେଟା ଆମେ ସାଧବା ହେମା ଆଉ ଇ କର୍ମ ଯଦି ନେଇ କଲେ ବିଧବା ସାଙ୍ଗେ ସମାନ ହେଇଛି ବିଧବା ସାଙ୍ଗେ ସମାନ আহ শুনি রাধিকা হইলে মৌন গো শুনি রাধিকা হইলে মৌন মদন আরতে নন্দ নন্দন রাগে কবাট